ଭାରତର ପୁରୁଣା ସହରମାନଙ୍କ ମଧ୍ୟରୁ ଏକ ବିଶେଷ ସ୍ଥାନ ରହିଛି କଟକ। ହଜାର ବର୍ଷର ଇତିହାସ, ସାଂସ୍କୃତିକ ପରମ୍ପରା ସହିତ ଏହା ସହରଟିକୁ ମିଲେନିୟମ୍ ସିଟି ବୋଲି କୁହାଯାଏ। ଖ୍ରୀଷ୍ଟପୂର୍ବ 999ରେ ଅନନ୍ତ ବର୍ମଣ ଚୋଡ଼ଙ୍କ ଦେବଙ୍କ ଶାସନ କାଳରେ ମହାନଦୀ ଓ କାଠଯୋଡ଼ି ନଦୀ ମଧ୍ୟରେ ଏହି ସ୍ଥାନର କଟକ ସ୍ଥାପିତ ହେଲା। କଟକ ଶବ୍ଦ ହେଲା ସେନା ଶିବିର। ସୋମବଂଶୀ ଓ ଗଙ୍ଗା ବଂଶର ରାଜାମାନେ କଟକକୁ ସେନା ଶିବିର ଭାବରେ ବ୍ୟବହାର କରୁଥିଲେ। କଳିଙ୍ଗର ରାଜନୈତିକ କେନ୍ଦ୍ର କଟକ ଅଟେ। କଟକରୁ ସେମାନେ ପୁରୀ, ଯାଜପୁର, କୋଣାର୍କର ମନ୍ଦିର ନିର୍ମାଣ ନିୟନ୍ତ୍ରଣକୁ 14ତମ ଶତାବ୍ଦୀରେ ଗଙ୍ଗା ବଂଶ ରାଜାଙ୍କ ପ୍ରତିଷ୍ଠା ବାରବାଟୀ ଦୁର୍ଗ କରିଥିଲେ। 9ଟି ଗେଟ୍, 102ଟି କକ୍ଷ, 20 ଫୁଟର ଉଞ୍ଚା ପାଚେରୀ ଏହି ଦୁର୍ଗ କଟକର ପ୍ରତୀକ ହେଲା। 1500 ଖ୍ରୀଷ୍ଟାବ୍ଦ ଓ 1600 ଖ୍ରୀଷ୍ଟାବ୍ଦରେ ବଙ୍ଗାଲ ସୁଲତାନ ପରେ ମୋଗଲମାନେ କଟକକୁ ଜୟ କଲେ। ସେହି ସମୟରେ କଟକ ସହର ଭାବେ ବିକଶିତ ହେଲା। ହାଟ, ବଜାର, ସଡ଼କ, ମସଜିଦ୍ ସେହି ଟାଇମରେ ସୃଷ୍ଟି କରାଯାଇଥିଲା କଟକରେ। 1800 ମସିହାରେ ମରାଠାମାନେ କଟକକୁ ଦଖଲ କଲେ। 1803ରେ ବ୍ରିଟିଶମାନେ ମରାଠାକୁ ହରାଇ କଟକକୁ ନିଜର ରାଜଧାନୀ କଲେ। 1948 ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ହେଲା କଟକ। କଟକ ଆଜି ବି ସିଲଭର ସିଟି ନାମରେ ପରିଚିତ। କଟକର ତାରକାସି ସାମଗ୍ରୀ ଦେଶ ବିଦେଶ ପ୍ରସିଦ୍ଧ ହୁଏ। ଦୁର୍ଗା ପୂଜାରେ ଚାନ୍ଦିର ମେଢ଼, ବାଲିଯାତ୍ରାର ବେପାର ପରମ୍ପରା କଟକକୁ ସାଂସ୍କୃତିକ କେନ୍ଦ୍ର କରିଛି। କଟକରେ ରେଭେନ୍ସା ୟୁନିଭର୍ସିଟି 1868ରୁ SCB ମେଡ଼ିକାଲ କଲେଜ 1944ରେ ହେଇଥିଲା। ଆଜି କଟକକୁ ଏଜୁକେସନ୍ ହବ୍ ବୋଲି ବି କୁହାଯାଏ। କଟକ କେବଳ ଏକ ସହର ନୁହେଁ, ଏହା ହେଉଛି ଇତିହାସ, ସାଂସ୍କୃତିକ ଗୌରବର ସଜୀବ ପ୍ରତୀକ। ଯେତେବେଳେ ଆମେ କଟକକୁ ଦେଖୁଛେ, ସେତେବେଳେ ଆମେ ଦେଖୁଛେ ହଜାର ବର୍ଷର ଏକ ସଂଗ୍ରହାଳୟ। କଟକ ଓଡ଼ିଶାର ହୃଦୟ, ହଜାର ବର୍ଷର ସାକ୍ଷୀ, ଯାହାକୁ ମିଲେନିୟମ୍ ସିଟି ବି କୁହାଯାଉଛି। ସିଲଭର ସିଟି ବି ବୋଲି ପରିଚିତ। ଆସନ୍ତା ଆମେ ପ୍ରବେଶ କରିବା ଏ ସହରର କାହାଣୀରେ, ଯେଉଁଥିରେ ଇତିହାସ, ସାଂସ୍କୃତିକ ପରମ୍ପରା ଏକ ମିତ୍ରରେ ଜିତିବ। ଅନନ୍ତ ବର୍ମଣ ଚୋଡ଼ଙ୍କ ସମୟରେ କଟକ ଏକ ମହାନ ସାମ୍ରାଜ୍ୟ ଥିଲା। କଟକ ଦେଶ ବିଦେଶରେ ଯେତେକ ବେପାରିକ ସାମ୍ରାଜ୍ୟ ଥିଲା, ସେ କଟକ ଦ୍ୱାରା ହେଉଥିଲା। କ'ଣ ପାଇଁ? କଟକ ଏମିତି ଜାଗାରେ ଥିଲା, ଯେଉଁଟା ଏପଟକୁ ଯାଜପୁର ଟାଉନ୍, ଏପଟେ କୋଣାର୍କ, ପୁରୀ, ଯେଉଁ ମନ୍ଦିର ସବୁ ନିର୍ମାଣ କରାଯାଉଥିଲା ସେ ଟାଇମ୍ରେ ସବୁ କଟକରୁ ହିଁ ଯାଉଥିଲା। କଟକରେ ସେମାନେ ସେ ଟାଇମ୍ରେ ସବୁଠାରୁ ବଡ଼ ରୁଟ୍ ଭାବେ ବ୍ୟବହାର କରାଯାଏ। ସେଥିପାଇଁ ସମସ୍ତଙ୍କ ଆଖି କଟକ ଉପରେ ହିଁ ଥିଲା। କଟକକୁ ଯଦି ଜଣେ ଜୟ କଲା, ସେ ଏପଟ ଟୋଟାଲି ଏରିଆକୁ ହିଁ ଜୟ କରିପାରିବ। କଟକ ଏମିତି ଜାଗାରେ ମହାନଦୀ, ଏପଟେ କାଠଯୋଡ଼ି ନଦୀ, ତା ମଝିରେ ହେଇଛି କଟକ। କଟକ ଏକ ମହାନ ପରମ୍ପରାକୁ ନିର୍ଭର କରିଛି। ଆମେ ଯେଉଁଟା ଭାବୁଛେ କଟକ, ଆଜିର କଟକ ଆମେ ଦେଖୁଛେ, ଆମେ ଯଦି ଏହାର 200 ବର୍ଷ 300 ବର୍ଷ ତଳକୁ ପଳେଇବା, କଟକ ସେଇ ଟାଇମ୍ର କଟକ, ଏଇ ଟାଇମ୍ର କଟକ ବହୁତ ଛାଡ଼ିବ। କଟକ ଉପରେ ବହୁତ ରାଜାମାନେ ଶାସନ କରି ଯାଇଛନ୍ତି। କଟକ ଜିତିବା ପାଇଁ ବହୁତ ଲଢ଼େଇ ହେଇଛି କଟକ ପାଇଁ। କିନ୍ତୁ କଟକ ଏପରି ମାନେ ଆମର ଅଛି ଯେ ସ୍ଥାନରେ ଏବେ ବି ସୁଦ୍ଧା ଆପଣ ଭୁବନେଶ୍ୱର ଯାଆନ୍ତୁ, ଭୁବନେଶ୍ୱରରେ କୌଣସି ପ୍ରକାର ଜିନିଷ ଯଦି ନ ମିଳିବ, ସେଇଟା କଟକରେ ଆପଣଙ୍କୁ ମିଳିଯିବ। କଟକଟା ଏପରି ସ୍ଥାନରେ ହେଇଛି। ସୋମବଂଶୀ ରାଜା ପରେ ଗଙ୍ଗାବଂଶୀ କଟକ ରାଜନୈତିକ କେନ୍ଦ୍ର କରିଥିଲେ। ଏଠାରେ ସେମାନେ ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଯାଜପୁର ମନ୍ଦିରକୁ ନିୟନ୍ତ୍ରଣ କରୁଥିଲେ। ଏହି ସମୟରେ କଟକକୁ କ୍ୟାପିଟାଲ ଅଫ୍ ଓଡ଼ିଶା ବୋଲି ବି ପରିଚିତ କରାଯାଇଥିଲା। 14ତମ ଶତାବ୍ଦୀରେ ଗଙ୍ଗାବଂଶୀ ରାଜାଙ୍କ ସ୍ୱପ୍ନ ବାରବାଟୀ ଦୁର୍ଗ କରିବାର ଥିଲା। ସେ ବାରବାଟୀ ଦୁର୍ଗ ଯେତେବେଳେ ଆରମ୍ଭ କରିବାକୁ ଯାଇଥିଲେ, ତାଙ୍କ ପାଇଁ ବହୁତ କଠିନ ପରିଶ୍ରମ ଲାଗିଥିଲା। ବହୁତ ମାନେ ମୂଲିଆ ୱାର୍କର, ସେ ଟାଇମ୍ରେ ବହୁତ ପଇସା ବି ଆବଶ୍ୟକ ପଡ଼ୁଥିଲା। ସେ ଟାଇମ୍ରେ ଗଙ୍ଗାବଂଶୀ ରାଜା ସେ ଟାଇମ୍ରେ ବେଙ୍ଗଲର ଗୋଟେ ରାଜ୍ୟକୁ ଜିତିକି ଆଇଥିଲେ, ଯେଉଁ ସେ ବହୁତ ଧନ ରତ୍ନ ସେମାନେ ସେଠି ଲୁଟିକି ଆଣିଥିଲେ। ଗୋଟେ ସେ କଟକ, ସେ ବାରବାଟୀ ଯେଉଁ ଦୁର୍ଗଟା ଆମେ ଦେଖୁଛୁ, ତ ଏବେ ବହୁତ କିଛି ଭାଙ୍ଗିଗଲାଣି ଜାଗାରେ। ସେ ଟାଇମ୍ରେ ସେ ଦୁର୍ଗ ବହୁତ ପ୍ରସିଦ୍ଧ ହେଇଥିଲା। ତା'ର ଯେଉଁଟା ଆମର ଦିୱାଲ ଥିଲା, ସେଇଟା 20 ଫୁଟ ହାଇଟ୍ କରାଯାଇଥିଲା। ଏଥିପାଇଁ ଯେ ଯେଉଁମାନେ ବି ରାଜାମାନେ ଯିଏ ବି ଲଢ଼େଇ କରିବାକୁ ଆସିବ କଟକକୁ, ସେ ଦିୱାଲ ତା ମଝିରେ ଘାଇ ଥିଲା, ସେ ଘାଇରେ କୁମ୍ଭୀରମାନେ ଛଡ଼ା ହେଉଥିଲେ କି ସେମାନେ ଡେଇଁକି ପଶି ପାରିବେନି ତା ଭିତରକୁ। ସେହି ହିସାବରେ ତାକୁ କରାଯାଇଥିଲା। ବହୁତ ପଇସା ତା ଭିତରେ ଖର୍ଚ୍ଚ କରାଯାଇଥିଲା ସେ ଟାଇମ୍ରେ। ଗଙ୍ଗାବଂଶୀ ରାଜା ସେ କରିଥିଲେ। ତାପରେ ଧୀରେ ଧୀରେ କଳିଙ୍ଗର ରାଜଧାନୀ ହେଇଯାଇଥିଲା। ଓଡ଼ିଶାର ରାଜଧାନୀ କଟକ ଥିଲା। ତା ପୂର୍ବରେ ଥିଲା ଯାଜପୁର ଥିଲା। ପ୍ରଥମେ ଯାଜପୁର ଥିଲା ରାଜଧାନୀ, ତାପରେ କଟକ ହେଇଥିଲା। ଏବେ ଭୁବନେଶ୍ୱର ଅଛି ରାଜଧାନୀ ଓଡ଼ିଶାର। ଟାଇମ୍ ବାଇ ଟାଇମ୍, ପିରିୟଡ଼ ବାଇ ପିରିୟଡ଼, ଲୋକ ରାଜାତନ୍ତ୍ର ଶାସନ ସବୁ ଯେମିତି ଚାଲିଥିଲା, ସେମିତି ଯେତେ ସରି ଯାଉଛି ରାଜଧାନୀ ଚେଞ୍ଜ ହେଇଯାଉଛି। ଆପରେ ବି କ'ଣଟା ହେବ, ସେଇଟା ଆମ ନେକ୍ସଟ ପିଢ଼ିରେ ସେମାନେ ହିଁ ଜାଣିଥିବେ। ଯଦି ଗପଟି ଭଲ ଲାଗିଥିବ ଭାଇମାନେ,
ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିହାତି କରିବେ। ଜୟ ଜଗନ୍ନାଥ।